ସମସ୍ତେ ଆଜ୍ଞା ଅଳ୍ପ ବହୁତ ଜ୍ଞାନ ଅର୍ଜନ କରିଛନ୍ତି। ତେଣୁ ପ୍ରତ୍ୟେକ ମଣିଷ ନିଜ ଜ୍ଞାନଟାକୁ ଠିକ୍ ବ୍ୟବହାର କରିବା ଦରକାର। ମଣିଷ ଆଜି ଯେତେ ଶିକ୍ଷା ଦୀକ୍ଷା ଅର୍ଜନ କରୁଛି, ଲୋଭ ଆଉ ଅହଙ୍କାରରେ ସେ ନିଜକୁ ନିଜେ ସବୁଆଡ଼େ ଭୁଲ କରି ବସୁଛି, ଯାହାଦ୍ୱାରା କି ପ୍ରତ୍ୟେକ ମଣିଷ ପ୍ରତ୍ୟେକ ସମୟରେ ଅପରାଧୀ ହେଉଛି, ଅଭିଶାପ ମୁଣ୍ଡଉଛି। ଭଗବାନ ଭୋଳାନାଥ କ'ଣ କହିଛନ୍ତି? ଏମିତିକା କାମ କର ଯେମିତି ତମକୁ କେହି ଅଭିଶାପ ନ ଦେଉ। ଆଉ ଧ୍ୟାନ ରଖିଥିବେ, ଆପଣମାନଙ୍କୁ କିଏ ଆଶୀର୍ବାଦ କଲା ନ କଲା ସେଟା ଅଲଗା କଥା, କିନ୍ତୁ ଅଭିଶାପ କେହି ନ ଦେଉ। ଅଭିଶାପ ଆଜ୍ଞା ଏମିତିକା ଗୋଟେ ଜିନିଷ, ସିଏ ନିଶ୍ଚିତ ଫଳ ଫଳିବ। ଆଜ୍ଞା କଥାରେ ନାହିଁ, ଆତ୍ମାରୁ ବାହାରିଥିବା କଥାଟାକୁ କେହି ଖଣ୍ଡନ କରିପାରିବେନି। ତେଣୁ ଏମିତିକା କୌଣସି ଜାଗାର କାମ କରନ୍ତୁ ନାହିଁ ଯେ କି ଆପଣଙ୍କୁ ଜଣେ ଅଭିଶାପ ଦେବ କିମ୍ବା ଆଙ୍ଗୁଳି ଦେଖେଇକି କଥାବାର୍ତ୍ତା କରିବ। ସବୁବେଳେ ଆପଣ ଏଇଟାକୁ ଧ୍ୟାନ ଦିଅନ୍ତୁ। ଆଉ ମଣିଷର ଏଇଟା ହେଉଛି ଗର୍ବ ଗୌରବ ଯେ କି ନିଜେ ଠିକ୍ ବାଟରେ ଚାଲିବା, ଠିକ୍ ଆଚାର ବ୍ୟବହାର କରିବା, ଗୁରୁଜନଙ୍କ ପ୍ରତି ସମ୍ମାନ ଦେବା। ଆଜି ସାଧାରଣ ଜ୍ଞାନ ଏକ ପ୍ରକାର ଲୋପ ପାଇଯାଇଛି କହିଲେ ଚଳେ। ତେଣୁ ସେ ଯାହା ହଉନା କାହିଁକି ଶିକ୍ଷିତ ସମାଜର ସେଟା ବଢ଼ିବା ପରିବର୍ତ୍ତେ ଆସ୍ତେ ଆସ୍ତେ ସାଧାରଣ ଜ୍ଞାନଟା ଦୂରେଇ ଯାଉଛି। ସେ ଯାହା ହଉନା କାହିଁକି ଆପଣମାନେ ସମସ୍ତେ, ଆମେ ଯେତେ ରହିଲେ ସମସ୍ତେ ନିଜକୁ ନିଜେ ଚିନ୍ତା କରନ୍ତୁ, କେଉଁଟା ଠିକ୍ କେଉଁଟା ଭୁଲ। ସେଇ ଭୁଲଟା ବାଟରେ ଯିବା ଆଦୌ ଠିକ୍ ନୁହେଁ। ଭୁଲ ପଥରେ ବର୍ତ୍ତମାନ କହିଲା ଭଳିଆ ବହୁତ ସମ୍ପଦ ଭରି ରହିଛି। ତେଣୁ ସେଗୁଡ଼ାକ ଗୋଟେ ଗୋଟେ ଅଭିଶପ୍ତ ଆଜ୍ଞା। ପ୍ରତ୍ୟେକ ମଣିଷ ଲୋଭ ଆଉ ଅହଙ୍କାର ଭିତରେ ପଶି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ଭୁଲ କରି ବସୁଛି। ଆଜ୍ଞା ପ୍ରତ୍ୟେକ ମଣିଷ ସବୁବେଳେ ନିଜର ବିବେକକୁ ନ ହରଉ, ବିବେକକୁ ସବୁବେଳେ ଜାଗ୍ରତ ରଖୁ। କାରଣ ବିବେକୀ ମଣିଷ ସବୁଆଡ଼େ ଜିତିଯାଏ। ହୁଏତ ବିବେକୀ ମଣିଷ ପାଖରେ ଧନରତ୍ନ ନଥାଇପାରେ, କିନ୍ତୁ ବିବେକ ରୂପକ ଜିନିଷ ଯୋଉଟାକି ତାକୁ ମହାନ କରେ। ଆଜ୍ଞା କଥାରେ ନାହିଁ ନା, ବିବେକୀ ବ୍ୟକ୍ତି ଯିଏ ନ ହେଇଥିବ, ଯାହା ପାଖରେ ବିବେକ ନଥିବ, ସିଏ ମଣିଷ ନୁହେଁ। ଗୀତା କ'ଣ କହୁଛି? ଅବିବେକୀ ମଣିଷ ପଶୁ ହେଇପାରେ, ପଥର ହେଇପାରେ। ତେଣୁ ଆମେ ସମସ୍ତେ ଜ୍ଞାନ ଅର୍ଜନ କରିଛନ୍ତି ଆଉ ଅଜ୍ଞାନ ବି ଅର୍ଜନ କରୁଛନ୍ତି ପ୍ରତ୍ୟେକ ମୁହୂର୍ତ୍ତର। ତେଣୁ ଆମେ ଜାଣିଶୁଣି କିଛି ଭୁଲ କରନ୍ତୁ ନାହିଁ। ଆଜ୍ଞା ଅଷ୍ଟାଙ୍ଗ ଯୋଗ କଲେ ମଣିଷ ଜ୍ଞାନ ପ୍ରାପ୍ତି ହୁଏ, ବହୁତ ଜ୍ଞାନର ଅଧିକାରୀ ହୁଏ। ଯେତିକି ଜ୍ଞାନ ଥାଉ ତାଠାରୁ ଆହୁରି ଅଧିକା ଜ୍ଞାନ ବଢ଼ିଯାଏ। ଯିଏ ପରୀକ୍ଷାମୂଳକ ଭାବରେ ଦେଖନ୍ତୁ, ଯେଉଁମାନେ ଅଷ୍ଟାଙ୍ଗ ଯୋଗ କରୁଛନ୍ତି, ଶିକ୍ଷକ ଯଦି ନିଶ୍ଚିତ ଶିକ୍ଷାରେ ତାର ଉନ୍ନତି ଘଟିବ, ପିଲାମାନଙ୍କୁ ଭଲ ଭାବରେ ଶିକ୍ଷାଦାନ କରିବ, ଯେକୌଣସି କର୍ମକ୍ଷେତ୍ରରେ ଥିଲେ ସେ କର୍ମକ୍ଷେତ୍ରଟା ଉଚ୍ଚ କୋଟିର ହେବ, ତାର କର୍ମଟା ଉଚ୍ଚ ହେଇଯିବ। ତେଣୁ ପ୍ରତ୍ୟେକ ମଣିଷ ନିଜର ବିବେକକୁ ନିଜେ ନ ହରାଇ ଠିକ୍ ପଥର ଚାଲନ୍ତୁ। ଆଉ ପ୍ରତ୍ୟେକ ଦିନ ମୁଁ ଯେଉଁ ଛାଡ଼ୁଛି ଅଷ୍ଟାଙ୍ଗ ଯୋଗ, କିଛି ନା କିଛି କରନ୍ତୁ। ଅଷ୍ଟାଙ୍ଗ ଯୋଗ କଲାବେଳେ ଧ୍ୟାନ ଦେବେ, ସୂର୍ଯ୍ୟ ଉଦୟ ପୂର୍ବରୁ ସାରିବେ, ରାତି 10ଟା ପୂର୍ବରୁ ସାରିବେ। ଅଷ୍ଟାଙ୍ଗ ଯୋଗ ଘଣ୍ଟେ 10 ମିନିଟ୍, ଘଣ୍ଟେ 15 ମିନିଟ୍ ପ୍ରାୟ ଯିବ। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରନ୍ତୁ। ଦେଖନ୍ତୁ କିଭଳି ଆପଣଙ୍କର ସମସ୍ତ ଜିନିଷ ପରିବର୍ତ୍ତନ ହେଇଯିବ। ଆଉ ଆପଣ ଏତେ ଶୀଘ୍ର ବୁଢ଼ା ବି ହେବେନି। ଆଜ୍ଞା ଏ କଥାଟା ଟିକେ ଧ୍ୟାନ ଦେବେ। ରହିଲି। ଜୟ ଜୀବ, ପିତା ମାତା କି ଜୟ।